ସାର୍ ଆମେ କିଛି ଅଧିକ ରିମାର୍କ କରିବାନି, କାରଣ ବିଜୁ ବାବୁ ସମସ୍ତଙ୍କର ସମ୍ମାନଜନକ ବ୍ୟକ୍ତି, ତାଙ୍କ ପୂଜ୍ୟ ପୂଜା ହେବା ଦରକାର। ତାଙ୍କ ପ୍ରତି ଯେତିକି କାର୍ଯ୍ୟକ୍ରମ ସରକାର ଆଉ ଆମ ତରଫରୁ ଯେତିକି ହେବା କଥା ତାକୁ ନିଶ୍ଚିତ ଭାବରେ ସେଥିରେ ଟିକେ କମି ହେବ ନାହିଁ ଏବଂ ତାଙ୍କ ପାଇଁ ରାଜ୍ୟ ସରକାର ଉପଯୁକ୍ତ ସମ୍ମାନଜନକ ବ୍ୟବସ୍ଥା କରିବେ। ଅନ୍ୟ ବିଷୟରେ କୋଉ ବିଷୟରେ ସେ ଟିକା ଟିପ୍ପଣୀ କରୁଛନ୍ତି ମୁଁ ଜାଣିନି, ତାଙ୍କୁ ପଚାରିଲେ ସେ କହିବେ। ଇତିହାସ ଆମେ କାହିଁ ବଦଳେଇବୁ? ଇତିହାସକୁ ଆମେ ସମୀକ୍ଷା କରୁ। ଇତିହାସ ନଥିଲେ ଆଜି ଆମେ କଣ କରିବା ନିଷ୍ପତ୍ତି ନେଇପାରିବାନି। ଆଗାମୀ ଦିନରେ କଣ ହବ ତାକୁ ଇତିହାସକୁ ସମୀକ୍ଷା କରିବାକୁ ପଡେ। ଇତିହାସ ତ ସମସ୍ତଙ୍କ ପାଇଁ, ଆମ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ଇତିହାସ। ଏ ବିଷୟରେ ରିମାର୍କ କଣ କରିବା? ଆମର ସେମାନେ 24 ବର୍ଷ ଶାସନରେ ଥିଲେ, 15 ବର୍ଷ ଏକାକୀ ଶାସନରେ ଥିଲେ। ନ୍ୟାଚୁରାଲ ତାଙ୍କ ମେଚୁରିଟି ଅଧିକ ଅଛି। ଆମେ ତ 9 ମାସ ଶାସନରେ ଆସିଛୁ। ଆମ ମେଚୁରିଟି ତାଙ୍କ ସହିତ କମ୍ପେୟାର କରିବ କେମିତି? କ୍ଷମତାରେ ଯିଏ ରହିବ ତାଙ୍କ ମେଚୁରିଟି ଅଧିକା ରହିବ। ଅନୁଭବ ଅଭିଜ୍ଞତା ପାଇଁ ଆମେ ତ ପ୍ରଥମ ଥର ସରକାର 75 ବର୍ଷ ପରେ ଆସିଛୁ। ତେଣୁ ଆମ ଅଭିଜ୍ଞତା ଅନୁଭବ ଯୋଉ ଆଧାରରେ ଆମେ ବଢିଆ। ତାଙ୍କର ସେ ବି ଆସିବା ବେଳେ ତାଙ୍କର ସେଇ ଅନୁଭବ ଅଭିଜ୍ଞତା ନଥିଲା, ଧୀରେ ଧୀରେ ବଢିଛି। ଆମର ଯୋଉମାନେ 2011-12ରୁ ପଲ୍ଲୀ ସଭା ଗ୍ରାମ ସଭା ବନ୍ଦ କରିଥିଲେ, ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମାନୁନଥିଲେ, ସେମାନଙ୍କ ବିଷୟରେ ଲୋକ ସମସ୍ତେ ଆଜି ସବୁଆଡେ ଗ୍ରାମ ସଭା ପଲ୍ଲୀ ସଭା ହଉଛି। ପୁଣି ହେଲା କେମିତି? ସରକାର 2024ରେ ପୁଣି କଲେ କେମିତି? ତେଣୁ ପଲ୍ଲୀ ସଭା ଗ୍ରାମ ସଭା ହଉଛି ଆମ ଗଣତାନ୍ତ୍ରିକ ଅଧିକାର। ଆମ ପଞ୍ଚାୟତ ରାଜର ଗଣତାନ୍ତ୍ରିକ ବ୍ୟବସ୍ଥା ଯୋଉଟା ଆମେ 70 ଆମେ ସେ ଆମେଣ୍ଡମେଣ୍ଟରେ ଆମକୁ ଅଖଣ୍ଡ କ୍ଷମତା ଭାରତ ସରକାର ଦେଇଛନ୍ତି, ତାକୁ ବ୍ୟବହାର କରିବା ଦରକାର। ମଝିରେ ଏମାନେ ତାକୁ ନିଜର ଗଣତାନ୍ତ୍ରିକ ବ୍ୟବସ୍ଥାଟାକୁ କଣ୍ଠରୋଧ କଲେ, ସେଟାକୁ ଲୋକ ତାର ଉଚିତ ଜବାବ ତାଙ୍କୁ ଦେଲେ। 2024ରେ ତାଙ୍କୁ ଉତ୍ତର ଦେଲେ। ଲୋକ ଯାହାକୁ ଚାହିଁବେ ଗାଁରେ ସେଇ ଲୋକଟା କାମ କରିବ। ଯାହାକୁ ଚାହିଁବେ ଗ୍ରାମ ସଭା ପଲ୍ଲୀ ସଭା, ଇଏ ଆମ ଗ୍ରାଉଣ୍ଡ ଲେବୁଲର ଆମର ହଉଛି ଷ୍ଟ୍ରେଙ୍ଗଥ। ସେ ଶକ୍ତିକୁ ନେଇକି ଆମେ କାମ କରୁଛନ୍ତି। ଏଇଟା କଣ ସମ୍ମାନ ଥିଲା ବିଜେଡି କଲା, ତାର ଯେ ପାପ କରିବ ପ୍ରାୟଶ୍ଚିତ୍ତ କରିବାକୁ ପଡିବ ତାକୁ। ପାପ ନୁହେଁ କଣ, ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଯିଏ ଗ୍ରାମସଭା ପଲ୍ଲୀ ସଭା ବନ୍ଦ କରିଦେଲେ, ମିନିମମ୍ 10-12 ବର୍ଷ ଗ୍ରାମସଭା ପଲ୍ଲୀ ସଭା ବନ୍ଦ ହେଇଗଲା। ଆଉ ସେଟା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା କରିବାକୁ ଯାଇକି ଇନ୍ଦିରା ଗାନ୍ଧୀଙ୍କ ଅବସ୍ଥା କଣ ହେଇଥିଲା? ଇନ୍ଦିରା ଗାନ୍ଧୀ ଜରୁରୀ ପରିସ୍ଥିତି ଜାରି କଲେ, ତାଙ୍କର ଫଳାଫଳ କଣ ପାଇଲେ? ସେ ନିଜେ ନିର୍ବାଚନରେ ହାରିବି ଗଲେ। ଆଉ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କେହି ବନ୍ଦ କରିପାରିବନି, କାରଣ ଏ ଦେଶ ଗଣତାନ୍ତ୍ରିକ ମ୍ୟାଚିଓର ଗଣତାନ୍ତ୍ରିକ ରାଷ୍ଟ୍ର। 75 ବର୍ଷ ସ୍ୱାଧୀନତା ପରେ ଭାରତବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥା ଷ୍ଟ୍ରେଙ୍ଗଥେନ୍ ହେଇଛି। ତାକୁ ଯିଏ ନଷ୍ଟଭ୍ରଷ୍ଟ କରିବ, ତାକୁ ଲୋକଙ୍କର ମାନସିକତା ହଉଛି ଗଣତାନ୍ତ୍ରିକ ମାନସିକତା। ସେମାନେ ବରଦାସ୍ତ କରିନାହାନ୍ତି, କରିବେ ନାହିଁ। କେବଳ ରାଜନୈତିକ ଫାଇଦା ପାଇଁ ବିଜେଡି ବିଜୁବାବୁଙ୍କ ନାମ ବ୍ୟବହାର କରୁଥିଲା କି ନା ବ୍ୟବହାର କରିକି ଯାହା ନା ବ୍ୟବହାର କଲେ ତାଙ୍କୁ ଲାଭ ହବ ସେମାନେ କରୁଥିଲେ। ସେଥିରେ ଆମେ କାହିଁକି ବ୍ୟବହାର କରିବା? କାହା ନାଁ ନେଇକି ଆମେ ଯେମିତି ଆମ ବିଚାରଧାରା ନେଇକି ଆମେ ଲଢୁଛୁ। ଆମ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଆମେ ଲଢୁଛୁ, ବ୍ୟବସ୍ଥା ପାଇଁ ଲଢୁଛୁ। ବ୍ୟବସ୍ଥା କେମିତି ଶକ୍ତିଶାଳୀ ହବ। ତେଣୁ କିଏ ବ୍ୟକ୍ତି ନାଁ ନେଇକି ବୈତରଣୀ ପାର ହବ, ସେଥିରେ ଆମେ କାହିଁକି ସେଥିରେ କିଛି ବକ୍ତବ୍ୟ ଦେବା, ମନ୍ତବ୍ୟ ଦେବା, ଏଇଟା ଠିକ ହବ। ଯୋଉ ନିଗମ ବୋର୍ଡ ଏକ୍ସରସାଇଜ ଆରମ୍ଭ ହେଇଛି, ଆଜି ଭିତରେ ଆପଣ ଦିଲ୍ଲୀ ଯାଇଥିଲେ, କଣ ଆଲୋଚନା ହେଲା? କିଛି ଗୁରୁତ୍ୱପୂର୍ଣ୍ଣ ଅଲଗା ଆଡେ ଯାଇଥିଲେ ଏବଂ ସେ କାମରେ ଯାଇନଥିଲୁ। ଏଠି ଆମର ଆଲୋଚନା ଚର୍ଚ୍ଚା ହେଇକି ସେଟା ନିଷ୍ପତ୍ତି କରାଯିବ। ୟା ଭିତରେ ଖୁବ୍ ଶୀଘ୍ର ନିଷ୍ପତ୍ତି ହବ।